ନା ଭାଇମାନେ ନା, ଆକୁ ଆମ କଲୋନୀରେ ସ୍ଥାନ ଦେବାନି। ଆକୁ ଆମେ ମୁହଁ କଳା କରି ବାହାର କରି କଲୋନୀରୁ ବାହାର କରିଦେବା। ହଁ ଫ୍ରେଣ୍ଡସ୍, ଆମେ ନିଶ୍ଚିନ୍ତ ଶେଷ ପର୍ଯ୍ୟନ୍ତ ଜାଣିବା ଆଜି ବବଲି ମୁହଁରେ କଳା ଦାଗ ଲଗେଇବେ ମାମୁଁ ମଦନ। ହଁ ଫ୍ରେଣ୍ଡସ୍, ଆପଣମାନେ ସମସ୍ତେ ଜାଣିଛନ୍ତି ଯେତେବେଳେ ପରିଚୟ ମାଗିବା ପାଇଁ ମଦନ ତରୁଣ ଏବଂ ବବଲିକୁ ବାଧ୍ୟ କରିଥିଲା, ଠିକ୍ ସେହି ସମୟରେ ତାରିଣୀ ଆଜି ଆସି ଉପସ୍ଥିତ ହୋଇଛନ୍ତି ଏବଂ ତାରିଣୀ ତରୁଣ ଏବଂ ବବଲିକୁ ନିଜ ତରୁଣ ଏବଂ ତାରା ବୋଲି ଯେତେବେଳେ ପରିଚୟ ଦେଇଛନ୍ତି, ସେତେବେଳେ ମଦନ ସମସ୍ତଙ୍କୁ କହିଛି, ଦେଖ ଭାଇମାନେ ଦେଖ, ଇଏ ହେଉଛି ସେଇ ଝିଅ ଯେ ନିଜ ପରିଚୟକୁ ଲୁଚେଇବାକୁ ଚାହୁଁଛି। କିଭଳି ଭାବରେ ଯିଏ ଏଠି ରହୁଥିଲା ପୁଣି ଭୁବନେଶ୍ୱର ଯାଉଥିଲା, ତାକୁ କିଭଳି ଭାବରେ ଆମ କଲୋନୀରେ ସ୍ଥାନ ଦେବା। ତା'ର ପରିଚୟ ହିଁ ନାହିଁ, ଆଉ ଯେଉଁ ପରିଚୟ ଅଛି ସେ କଳଙ୍କିତ ପରିଚୟ। ଆଉ ଜଣେ କଳଙ୍କିତ ପରିଚୟକୁ ଆମ କଲୋନୀରେ କିଭଳି ଭାବରେ ସ୍ଥାନ ଦେବା କୁହ ଭାଇମାନେ? କ'ଣ ଆମ କଲୋନୀରେ ଆଙ୍କୁ ସ୍ଥାନ ଦେବା ଉଚିତ ହେବ? ଯେତେବେଳେ ଏ କୋଶ୍ଚିନ୍ ପଚାରିଛନ୍ତି, ସେତେବେଳେ ମଦନ କୁମାରଙ୍କ ସମର୍ଥକ ଯେତିକି ଆସିଥିଲେ ସମସ୍ତେ କହିଛନ୍ତି ନା। ମଦନ କୁମାର କହିଛନ୍ତି ଠିକ୍ ଅଛି, ଯିଏ କଳା କାମ କରିଛନ୍ତି ତାକୁ ଆମ କଲୋନୀରୁ କଳା ବୋଳି ଛାଡ଼ିବା। ହଁ ଫ୍ରେଣ୍ଡସ୍, ଏକଥା ମଦନ ସମସ୍ତଙ୍କ ଆଗରେ ଉପସ୍ଥିତ କରିଛନ୍ତି ଏବଂ ଜଣେ ସ୍ତ୍ରୀ ଲୋକଙ୍କ ହାତରେ ଏବଂ ପୁରୁଷ ଲୋକ କଳା ଧରି ଆସିଛି ବବଲିକୁ କଳା ବୋଳିବା ପାଇଁ। ହଁ ଫ୍ରେଣ୍ଡସ୍, ଆପଣମାନେ ନିଶ୍ଚିନ୍ତ ଦେଖିବେ ଯେ ବବଲିଙ୍କ ମୁହଁରେ କଳା ଲଗାଇବା ପାଇଁ ଉପସ୍ଥିତ ଅଛନ୍ତି ଜଣେ ଯୁବକ। ଆଉ ଯେତେବେଳେ କଳା ଧରି ଆସୁଛନ୍ତି, ସେତେବେଳେ ବବଲି ମଧ୍ୟ ପୁରା ଟେନସନ୍ରେ ଅଛନ୍ତି। ଆଉ ସମସ୍ତେ ଟେନସନ୍ରେ ଅଛନ୍ତି, ସତରେ କ'ଣ ବବଲିଙ୍କ ମୁହଁରେ କଳା ବୋଳିବେ? ଏ ଉପସ୍ଥିତ ସମସ୍ତେ ଥିବା ସମସ୍ତଙ୍କ ଉପସ୍ଥିତିରେ ବବଲିଙ୍କ ମୁହଁରେ କଳା ବୋଳିବା ପାଇଁ ଯେତେବେଳେ ଯୁବକ ଆସୁଛନ୍ତି, ସମସ୍ତେ ନିରୁପାୟ। ବବଲିଙ୍କ ମୁହଁ ଆଡ଼କୁ ଅଗ୍ରସର ହେବା ସମୟରେ ତାଙ୍କୁ ଅଟକେଇ ଦେଇଛନ୍ତି ତରୁଣ ଏବଂ ତରୁଣ ରାଗିକିରି ଅଟକେଇଛନ୍ତି ସେ ଯୁବକକୁ ଏବଂ ଅଟକେଇ ଦେଲା ପରେ ତରୁଣ ବହୁତ କଥା କହିଛନ୍ତି। ଆଉ କ'ଣ ହେଇଛି ଆମେ ନିଶ୍ଚିନ୍ତ ନୂଆ ଏକ ଭିଡ଼ିଓରେ ଜାଣିବା। ସେ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ। ପୁଣି ଦେଖା ହେବ ନୂଆ ଏକ ଭିଡ଼ିଓରେ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।